ନୂଆ ବର୍ଷରେ ନୂଆ ସରକାର ଆଣିବ ନୂଆ ଯୋଜନା। ଏଥିରେ 3.5 କୋଟି ହେବେ ଲାଭବାନ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଆଣିଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଯୋଜନା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଲାଗୁ ହେବ ଆୟୁଷ୍ମାନ ଯୋଜନା। ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆସନ୍ତା ଫେବୃଆରୀରୁ ରାଜ୍ୟରେ ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଯୋଜନା ଲାଗୁ ହେବ। ରାଜ୍ୟରେ 4.5 କୋଟି ପରି ଲୋକ ରହିଛନ୍ତି। ସେମାନଙ୍କ ଭିତରୁ 3.5 କୋଟିଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର କାର୍ଡ। ତେବେ ଆସନ୍ତୁ ଜାଣିବା କିପରି ସହାୟକ ହେବ ଆୟୁଷ୍ମାନ ଯୋଜନା। ଏହି ଯୋଜନା ଲାଗୁ ହେବା ପରେ ଓଡ଼ିଶାର କୌଣସି ବି କାର୍ଡଧାରୀ ଦେଶର ଯେଉଁଠି ରହୁଥିଲେ ମଧ୍ୟ କାର୍ଡର ସୁଫଳ ପାଇପାରିବେ। ଦେଶର ଯେକୌଣସି ସ୍ଥାନରେ ଥିବା ହସ୍ପିଟାଲରେ ମାଗଣା ଚିକିତ୍ସା କରାଇପାରିବେ। ଏହି ଯୋଜନାରେ 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ରହିଛି। ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ଏହି ଯୋଜନା ଆଗରୁ ଲାଗୁ ହୋଇଛି। ଏହାକୁ ଲାଗୁ କରିବାକୁ ଆଗରୁ ନବୀନ ସରକାରକୁ ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଗଣ ବାରମ୍ବାର ଅନୁରୋଧ କରୁଥିଲେ। କିନ୍ତୁ ବିଜେପି ଏହି ଯୋଜନାରେ ଲୋକଙ୍କ ନିକଟତର ହେବା ଆଶଙ୍କାରେ ଏହାକୁ ଲଗାଇ ଦେଉନଥିଲେ ପୂର୍ବ ସରକାର। ଫଳରେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆଟିଏ ଅସୁସ୍ଥ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ ବର୍ତ୍ତମାନ ଆୟୁଷ୍ମାନ ଯୋଜନା କାର୍ଡ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।